ପାଖାପାଖି ମୋର ଦିନକୁ 4 ରୁ 5 ଘଣ୍ଟା ମୁଁ ପରିଶ୍ରମ କରୁଥିଲି। ପ୍ରଥମେ ତ ମୋର ଲକ୍ଷ୍ୟ ଥିଲା ଯେ ମୁଁ ଜଣେ ନିଟ୍ ମାନେ ମେଡିକାଲ ଡକ୍ଟର ହେବା ପାଇଁ ମୁଁ ଚେଷ୍ଟା କରିଥିଲି। +2 ସାଇନ୍ସ ପରେ ମୁଁ ନିଟ୍ ଏକ୍ଜାମ ବି ଦେଇଥିଲି। ବଟ୍ ମୁଁ 2 ଥର ଦେଲା ପରେ ବି ମୁଁ ବିଫଳତା ପାଇଥିଲି। ବଟ୍ ତାପରେ ମୁଁ ମୋର ଡାଇରେକ୍ସନ ଚେଞ୍ଜ କରିଥିଲି ଆଉ ଭାବିଥିଲି ଜଣେ ପ୍ରଶାସନିକ ସେବା ଅଧିକାରୀ ହେବା ପାଇଁ। ମୋର ତ ଏଥର ରାଙ୍କ 24 ଅଛି। ଭଗବାନଙ୍କ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ମୋତେ ଏଥର 24 ନମ୍ବର ରାଙ୍କ ମିଳିଛି। ପାଠପଢ଼ା ମୋର ଯେହେତୁ ମୁଁ ଜବ୍ରେ ଅଛି ତ ମୋତେ ଫୁଲ୍ ଟାଇମ୍ ତ ମିଳେ ନାହିଁ, ବହୁତ ଲିମିଟେଡ୍ ଟାଇମ୍ ମିଳେ। କିନ୍ତୁ ମା ବାପାଙ୍କର ଆଶୀର୍ବାଦ, ମୋର ଆତ୍ମୀୟ ସ୍ୱଜନଙ୍କର ଆଶୀର୍ବାଦ ଏବଂ ଚେଷ୍ଟା ପରିଶ୍ରମକୁ ମୁଁ ସାଥିରେ ନେଇ କିଛି କିଛି ସମୟ ପ୍ରତିଦିନ ବାହାର କରିକି ପଢ଼ାପଢ଼ି କରୁଥିଲି। ପାଖାପାଖି ମୋର ଦିନକୁ 4 ରୁ 5 ଘଣ୍ଟା ମୁଁ ପରିଶ୍ରମ କରୁଥିଲି। କଣ କରିବେ ଆପଣଙ୍କର ବାପା କଣ? ବାପା ଜଣେ କୃଷକ। ଦେଖନ୍ତୁ କୃଷକର କଥାରେ ଅଛି ଜୟ ଯବାନ ଜୟ କିଷାନ ମେରା ଭାରତ। ଏଇଟା ଡେଫିନେଟଲି ବାପାଙ୍କୁ ବହୁତ କ୍ରେଡିଟ୍ ଦେବି। ବାପା ସବୁବେଳେ ପରିଶ୍ରମ କରନ୍ତି ଆଉ ଆମ 3 ଜଣ ଭାଇ ଭଉଣୀଙ୍କୁ ଭାଇକୁ ସବୁବେଳେ ସେ ପଢ଼େଇଛନ୍ତି। ନିଜର ସବୁ ସେ ଇନକମ୍କୁ ଆମ ପାଠ ପଢ଼ା ପଛରେ ବିନିଯୋଗ କରିଥିଲେ। କୋଉଠି ନା କୋଉଠି ତାଙ୍କୁ ବି ବହୁତ ସାରା କ୍ରେଡିଟ୍ ଆଉ ମାଆଙ୍କର ବି ବହୁତ ସାରା ଡେଡିକେସନ୍ ଆଉ ସାକ୍ରିଫାଇସ୍ ଅଛି। ସେ ସବୁର କଲମିନେସନ୍ ରେଜଲ୍ଟ ହେଉଛି ଆଜିର ମୋ ରେଜଲ୍ଟ। ତ ସଫଳତାର ଶ୍ରେୟ ମୁଁ ବାପା ମାଆଙ୍କୁ ଦେବି। ଆପଣ ମେଟ୍ରିକ୍ କୋଉ ମସିହାରେ ପାସ୍ କଲେ? ମୋର 2012-13 ମସିହାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁସାଣ ନୂଆ ଗାଁରୁ ମୋର 10ମ ଶ୍ରେଣୀ ମୁଁ ପାସ୍ କରିଥିଲି। ଯେତେବେଳେ 10ମ ଶ୍ରେଣୀ ପାସ୍ କଲେ ସେତେବେଳେ ଆପଣଙ୍କର କଣ ଲକ୍ଷ୍ୟ? ପ୍ରଥମେ ତ ମୋର ଲକ୍ଷ୍ୟ ଥିଲା ଯେ ମୁଁ ଜଣେ ନିଟ୍ ମାନେ ମେଡିକାଲ ଡକ୍ଟର ହେବା ପାଇଁ ମୁଁ ଚେଷ୍ଟା କରିଥିଲି। +2 ସାଇନ୍ସ ପରେ ମୁଁ ନିଟ୍ ଏକ୍ଜାମ ବି ଦେଇଥିଲି। ବଟ୍ ମୁଁ 2 ଥର ଦେଲା ପରେ ବି ମୁଁ ବିଫଳତା ପାଇଥିଲି। ବଟ୍ ତାପରେ ମୁଁ ମୋର ଡାଇରେକ୍ସନ ଚେଞ୍ଜ କରିଥିଲି ଆଉ ଭାବିଥିଲି ଜଣେ ପ୍ରଶାସନିକ ସେବା ଅଧିକାରୀ ହେବା ପାଇଁ। ଆଉ ତାର ଚେଷ୍ଟା ଚାଲିଥିଲା, କିନ୍ତୁ ତାର ପ୍ରଥମେ ମୁଁ ଜଣେ କନିଷ୍ଠ ରାଜସ୍ୱ ସହାୟକ ଭାବରେ ତହସିଲ ଅଫିସରେ ଯୋଗଦାନ କରିଥିଲି। କିଛି ମାସ ସେଠାରେ କାର୍ଯ୍ୟ କଲା ପରେ ମୁଁ ମାଧ୍ୟମିକ ଶିକ୍ଷକ ପଦାର୍ଥ ବିଜ୍ଞାନ ଆଉ ଗଣିତ ବିଷୟରେ ମୁଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପଞ୍ଚମା ଜଏନ୍ କଲି। ଆଉ ବର୍ତ୍ତମାନ ତାପରେ ମୁଁ ଗତ ବର୍ଷ ଓଡ଼ିଶା ସିଭିଲ ସେବା ପରୀକ୍ଷାରେ 87 ନମ୍ବର ରାଙ୍କ ପାଇ ଓଡ଼ିଶା ରାଜସ୍ୱ ସେବା ଏବଂ ବର୍ତ୍ତମାନ 24 ନମ୍ବର ରାଙ୍କ ପାଇଛି। ସଂଘର୍ଷ ବହୁତ ଥିଲା। ବଟ୍ କିନ୍ତୁ ଯେତେବେଳେ ସଂଘର୍ଷକୁ ଆମେ ଏନ୍ଜୟ କରିବା ବା ଆମେ ଯଦି ପ୍ରୋସେସକୁ ଏନ୍ଜୟ କରିବା ତାହେଲେ ସଂଘର୍ଷ ଏତେ ଫିଲ୍ ହୁଏନି। ସବୁ ପରିବାର ବର୍ଗ ସବୁବେଳେ ମୋତେ ସପୋର୍ଟ କରିଥିଲେ। ଆଜି ପର୍ଯ୍ୟନ୍ତ ମୋତେ ସବୁ ଜିନିଷରୁ ସେମାନେ ମୁକ୍ତି ବାଦ ଦେଇଥିଲେ। ଦ୍ୟାଟ୍ ମିନ୍ ସବୁବେଳେ ମୋର ପାଠପଢ଼ାକୁ ସେମାନେ ସଫିସିଏଣ୍ଟ ଟାଇମ୍ ଦିଅନ୍ତି। ଘରର ପରିବେଶ ଏବଂ ଲାଇବ୍ରେରୀର ପରିବେଶ, ତା ଛଡ଼ା କିଛି କିଛି ସମୟ ମିଳିଲେ ସ୍କୁଲରୁ ଆସିଲା ପରେ ପରେ ମୁଁ ବହି ଧରି ବସୁଥିଲି। ତ ଏଇସବୁ ମିଳିମିଶି ଆଜି ମୋର ରେଜଲ୍ଟ ହେଇପାରିଲା। ଆପଣଙ୍କ ଘରେ କେବଳ ଆଲୋଚନା ଥିଲେ ନା କୋଉଠି କୋଚିଂ ନେଉଥିଲେ? ହଁ, ମୁଁ କୋଚିଂ ତ ଅନଲାଇନ୍ରୁ ହିଁ କରିଥିଲି। କିନ୍ତୁ ରିସେଣ୍ଟଲି ଏବେ ଆମର ଜିଲ୍ଲା ପ୍ରଶାସନ ଗଞ୍ଜାମ ଲକ୍ଷ୍ୟ ନିକେତନ ଯେଉଁ ପ୍ରୋଗ୍ରାମ ଷ୍ଟାର୍ଟ ହେଇଛି ସେଇଥିରେ ମଧ୍ୟ ମୋର ପାର୍ଟିସିପେସନ୍ ଅଛି। ତ କଲେକ୍ଟର ସାର୍ଙ୍କୁ ବହୁତ ବହୁତ ଧନ୍ୟବାଦ। କଲେକ୍ଟର ସାର୍ଙ୍କର ଯେଉଁ ନୂଆ ଆଶା, ନୂଆ ଯେଉଁ ଇନିସିଏଟିଭ୍ ଥିଲା ସେଇଥିରେ ଆମକୁ ବହୁତ ହେଲ୍ପ କରିଛି। ଆମେ ସେଇଥିରୁ କ୍ଲାସେସ୍, ତା ସହିତ ଆମ ସାର୍ ମାନେ IAS OS ଅଫିସର ମାନେ ଆମକୁ ଆସି ପଥର ଗାଇଡ଼ କରନ୍ତି। ସେମାନଙ୍କର ଦିଗ୍ଦର୍ଶନ ପ୍ରେରଣା ସେସବୁ ମଧ୍ୟ ଆମକୁ ବହୁତ ସହାୟକ ହେଇଛି ଏଇ ରେଜଲ୍ଟ ପାଇଁ। ଇନ୍ସପାୟାର୍ଡ ତ ମୁଁ ମୋର ଫର୍ମର କଲେକ୍ଟର ଆମର ଯେଉଁ ଥିଲେ ବିଜୟ ଅମୃତ କୁଲାଙ୍ଗେ ସାର୍, ସେଇଥିରୁ ମୋତେ ଇନ୍ସପିରେସନ୍ ମିଳିଥିଲା ସିଭିଲ୍ ସର୍ଭିସ୍ ପାଇଁ ଆସିବା ପାଇଁ। ଆଉ ତା ଛଡ଼ା ମୁଁ ତା ଆଗରୁ ମଧ୍ୟ ଅଲଗା ସିଭିଲ୍ ସର୍ଭାଣ୍ଟସ୍ ମାନଙ୍କୁ ଦେଖେ, ଟିଭିରେ ନ୍ୟୁଜ୍ ପେପରରୁ ଆମେ ପଢ଼ୁ ପ୍ରଶାସନିକ ଅଧିକାରୀ କିପରି ଆମର ସମାଜର ଗତିବିଧିକୁ ବା ସମାଜର ଢାଞ୍ଚାକୁ ବଦଳାଇବାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି, ତା ଉପରେ ଆମେ ଜାଣୁ। ତେଣୁ ସେଇଥିରୁ ଇଣ୍ଟରେଷ୍ଟ ପଡ଼ିଥିଲା। କୁଲାଙ୍ଗେ ସାର୍ ପିପୁଲ ସେଣ୍ଟ୍ରିକ୍। କୁଲାଙ୍ଗେ ସାର୍ ସବୁବେଳେ ଗ୍ରାଉଣ୍ଡର ଲୋକ, ସେ ଲୋକଙ୍କ ପାଖକୁ ଆସନ୍ତି, ଲୋକଙ୍କ କଥା ବୁଝନ୍ତି। ଆଉ ଯଦି ଆମେ ଦେଖିବା ଭି କୀର୍ତ୍ତିବାସନ ବି ତାଙ୍କର ଅବିକଳ ନକଲ କହିଲେ ଅତ୍ୟୁକ୍ତି ହେବ ନାହିଁ। କୁଲାଙ୍ଗେ ସାର୍ଙ୍କ ଭି କୀର୍ତ୍ତିବାସନ ସାର୍ଙ୍କୁ ଆମେ ତ କମ୍ପେୟାର କରିପାରିବାନି। ଦି ଜଣଙ୍କ ଜାଗାରେ ବହୁତ ଶ୍ରେଷ୍ଠ। କିନ୍ତୁ 2 ଜଣଙ୍କର ଯେଉଁ ଆଶା, 2 ଜଣଙ୍କର ଯେଉଁ ପ୍ରେରଣା, ସେଇଟା ନିଶ୍ଚୟ ଭାବରେ ଆମମାନଙ୍କୁ ବହୁତ ହେଲ୍ପ କରୁଛି, ଖାସ କରି ମୋତେ। ଘରେ ବହୁତ ଖୁସି ଥିଲେ। ଗତ ଥର ବି ପାଇଥିଲି ତ ଘରେ ଖୁସି ଥିଲା, ଏଇଥର ବି ବହୁତ ଖୁସି ହେଲେ। ଯାହା ହଉ ପରିଶ୍ରମର ଫଳ ମିଳୁଛି, ଏଇଟା ଗୋଟେ ବଡ଼ କଥା। ଆଉ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି, ତେଣୁ ଆଜି ମୁଁ ଏଇ ଜାଗାରେ ପହଞ୍ଚି ପାରିଛି। ଦୁଇଟା ଚାକିରି ମୁଁ ଜଏନ୍ କରିକି ଛାଡ଼ିଛି, କିନ୍ତୁ ଏହା ଛଡ଼ା ବହୁତ ଅଲଗା ଜବ୍ ବି ଅଛି ଯେଉଁଥିରେ ମୁଁ ଜଏନ୍ କରିପାରିନି ବା ଜଏନ୍ କରିନାହିଁ, କିନ୍ତୁ ଫାଇନାଲ୍ ସିଲେକ୍ସନ୍ ବି ମୋର ହେଇଛି। ତ ଓଭରଅଲ୍ ଯଦି ମୁଁ କହିବି କମ୍ପିଟେଟିଭ୍ ଡୋମେନ୍ରେ ଯଦି ଆଜି ଗୋଟେ ପିଲା ଷ୍ଟ୍ରଗଲ୍ କରୁଛି ବା ଯଦି ଷ୍ଟାର୍ଟ କରିଛି, ତାହେଲେ ସେ ଲାଇନ୍ରୁ ବିଚଳିତ ନ ହଉ, ନିଜର କର୍ମ ଉପରେ, ନିଜ ପରିଶ୍ରମ ଉପରେ ଭରସା ରଖୁ ଆଉ ପ୍ରତିଦିନ ଚେଷ୍ଟା କରୁ, ଭଗବାନ ନିଶ୍ଚୟ ତାଙ୍କୁ ସଫଳତା ଦେବେ। ଯୁବପିଢ଼ି ଯେଉଁମାନେ ପଢ଼ୁଛନ୍ତି ସେମାନଙ୍କୁ କ'ଣ ଟିପ୍ସ ଦେବେ? କ'ଣ କଲେ ସେମାନେ ଅତି ସହଜ ମାଧ୍ୟମରେ OPSC ଏକ୍ଜାମ ଆଉ UPSC ଏକ୍ଜାମ ଭଳିଆ ଟଫ୍ କମ୍ପିଟେଟିଭ୍ ଏକ୍ଜାମରେ ଆମକୁ ଟିକେ ଗାଇଡାନ୍ସ ଦରକାର।
स्पेशली जो थे आंसर राइटिंग हो मेन्स आंसर राइटिंग कि इंटरव्यू पर्सनालिटी डेवलपमेंट भी आमको किसी काम करार अच्छी तेणु से जिनसे जो जदि कि सीनियर अच्छा कौन लोक सर्विस अच्छा गाइडेंस नियंतु एवं जो गोटे सोर्स पर अधिक फोकस करूँ मल्टीपल सोर्स निज समय नष्ट न करूँ एवं कंसिस्टेंसी मेंटेन करूँ टिके स्ट्रगल टिके लंबा हो पारे कि सफलता निश्चय କୋଉ ବିଷୟ ପ୍ରତି विषय जदि देखिए ऑप्शनल सब्जेक्ट जो वेटेज सबुठ अधिक 500 नंबर रोचे छड़ा जीएस 1 2 3 4 आम सब सब्जेक्ट इंक्लूड रोचे तेणु सब सब्जेक्ट को टाइम दिंतु किंतु ऑप्शनल प्रति अधिक ध्यान दिंतु जहाद्वारा रैंक भी भल आसपे ଯେହେତୁ ଆପଣ ବରିଷ୍ଠ ବୟସ ଅଧିକାରୀଙ୍କର ଇନ୍ସପାୟାର ହେଇଛନ୍ତି ଆପଣ ଯେତେବେଳେ ପାଇବେ ଲୋକଙ୍କ ନିକଟକୁ ଯାଇକି କ'ଣ ବାର୍ତ୍ତା ଦେବେ ସେବା କେମିତି मोर तो आगुरी भी आशा थिला जेहेतु मु जने शिक्षक मु भी ग्रासरूट लेवल रो आसी तो मु लोकंकर पिलांकर असुविधा को जानी तेणु पिलांकर शिक्षा एवं नारी सशक्तिकरण जो माने कि वुमेन एम्पावरमेंट आम कहू आम हेल्थ एंड सैनिटेशन यही 3टा विभाग जो थे कि बहुत काम अच्छी मु भावे तेणु यही विभाग में जब मत सेवा कर मौका मिले ताले मु उपकृत।